ଆରେ ସେ କଣ କହିଲା? ଜୋରେ କୁହନ୍ତୁ। ଓହୋ, ଜୋରରେ କହିବାକୁ କଣ ବା କହିବି? ଜୋରରେ କହିବାର କିଛି ଭାଷା ନାହିଁ। କହୁଥିଲେ ଏମିତି ଆପଣ ଶୁଣୁଥିବେ, କେହି ଜଣେ ଉଠିବେ ନାହିଁ। ଲଢ଼ରେ ଲଢ଼ ମୁଜାତିର ଯେତେ ଅଛ ତାରୁଣ୍ୟ, ଛାତ୍ର, ଯୁବକ, କୃଷକ, ଶ୍ରମିକ ଦଳ ଏମିତି ଗାଉଥିବି ତାଙ୍କ ଉପରେ ଅସଂଖ୍ୟ କବିତା। ତୁମ ଧରଣୀରେ କିଏ ଥିବ ସିନା, ମଣିଷ ନାଇଁରେ ମଣିଷ ନାଇଁ। ତୁମ ଏ ଧରଣୀ ସରଳ ସରଣୀ, ଭଲ ଆଉ ମୋତେ ଲାଗଇ ନାହିଁ। ଏବଂ ନାଇଁ ମୁଁ କିଛି କହିବାର ନାହିଁ। ଏଇଥିପାଇଁ ମୁଁ ଜାଣିନଥିଲି ମୋର ସାଥୀ ସଭାପତି ଡାକିବେ। ମୁଁ ତ ମନା କରିଥିଲି ମୋତେ ଡାକିବନି। ତେଣୁ ତୁରନ୍ତ ମୋର ବନ୍ଧୁ ଅମର ଶତପଥୀ କହିଲେ କିଛି ନାହିଁ, ଗୀତ ଗୋଟେ ଗାଇଦିଅ। ମୁଁ କହିଲି ଏଇ ସଭା ଏମିତି ଏକ ସଭା ଯେ ଆପଣ କହିଲେ ସରିବନି। ତେଣୁ ମୋତେ ଯଦି ଭଲ ପାଅ ହେବାକୁ ବଡ଼, ମାନେ ବିଜୁବାବୁଙ୍କ ଅତି ଭଲ କବିତା। ମାନେ ଲଢ଼ରେ ଲଢ଼ ମୁଜାତିର ଯେତେ ଅଛ ତାରୁଣ୍ୟ, ଛାତ୍ର, ଯୁବକ, କୃଷକ, ଶ୍ରମିକ ଦଳ ଏମିତି ଗାଉଥିବି ତାଙ୍କ ଉପରେ ଅସଂଖ୍ୟ କବିତା। ତୁମ ଧରଣୀରେ କିଏ ଥିବ ସିନା, ମଣିଷ ନାଇଁରେ ମଣିଷ ନାଇଁ। ତୁମ ଏ ଧରଣୀ ସରଳ ସରଣୀ, ଭଲ ଆଉ ମୋତେ ଲାଗଇ ନାହିଁ। ଏବଂ ରାଜନୀତିର ଅନ୍ୟ ନାମ ହେଲା ବର୍ତ୍ତମାନ ଷଡ଼ଯନ୍ତ୍ର। ଯିଏ ଯେତେ ଭଲ ଷଡ଼ଯନ୍ତ୍ର କରିବ ସିଏ ବଡ଼ ନେତା ହେଇକି ଉଠିଯିବ। ମୁଁ ତ ଷଡ଼ଯନ୍ତ୍ର କରିନି, ଆଉ କ'ଣ ଆଉ ଅଧିକ ବାଟ ଯିବାର ନାହିଁ। ବିଜୁ ପ୍ରେମୀର ପତ୍ରିକାଟେ ପ୍ରକୃତରେ ସେତେବେଳେ ପ୍ରକାଶ କରୁଥିଲି, ମୋର ମନେ ନାହିଁ। ସିଏ ଗୋଟେ ମରଣ ଛାଇ ମାଇଲ ମାଇଲ ଫାଇଲିର ଚାଷ କବିତା ବଜାରେ ମରୁଡ଼ି ରଡ଼ି ଯିବା ଲୋଭରେ ଆଖି କାନ ବୁଝି ଗଡ଼ୁଛି ସବୁରି ଜୀବନ ଗାଡ଼ି। ତାରି ଭିତରେ ଆମେ ବିଜୁ ପଟ୍ଟନାୟକ ମନେ ପକାଉଛେ କାହିଁକି? ସେ ଲୋକଟା କ'ଣ କରିଥିଲା ଯେ ତାଙ୍କୁ ଆମେ ମନେ ପକାଉଛେ? କେତେ ମୁଖ୍ୟମନ୍ତ୍ରୀ ଗଲେଣି ଓଡ଼ିଶାର ନୁହେଁ ଭାରତ ବର୍ଷରେ, କିନ୍ତୁ ବିଜୁବାବୁଙ୍କୁ ଯେଉଁଭଳି ଆମେ ମନେ ପକାଉଛେ, ମନ ବା ହୃଦୟ ରଖିଛେ, ଆପଣ ସେମିତି ଦ୍ୱିତୀୟ ଲୋକ ଆଉ ପାଇବେନି। ସାରି ଭିତରେ ମୁଁ ଏଇଠି ସାରି ଦେଉଛି, କାରଣ ସରିବ ନାହିଁ। ଏବଂ ଆଜି ମୋର ମନେ ପଡ଼େ ତୁମ କଥା ବିଜୁ ବାବୁ। ତୁମେ ଏବେ କୋଉଠି ଅଛ ମୁଁ ଜାଣିବି ପାରେ ନା। ତମ ଉତ୍ତର ପୁରୁଷ ମାନେ ଏଠି କେମିତି ଅଛନ୍ତି? ଯୋଉ ସ୍ୱର୍ଗପୁରେ ଥିବ ଟିକେ ଦେଖ ନା। କିଏ ମରୁଛି, କିଏ ବା ଜିଇଛି, କିଏ ଜିଇଲା ଭିତରେ ମରିବା ଭଳିଆ ବଞ୍ଚିଛି, ତାହା ଦେଖିବା ପାଇଁ ଆଉ କାହାର ନଜର ନାହିଁ। କ'ଣ ହେଉଛି? ସରକାର ପରେ ସରକାର ବଦଳି ଯାଉଛି, ନେତା ପରେ ନେତାମାନେ ଆସୁଛନ୍ତି ଏବଂ ଯାଉଛନ୍ତି, ଏବଂ ତମେ ଆସିବ କେବେ? ଆମେ ଆଉ ଦେଖିବାର ନାହିଁ, ଆଉ ସମ୍ଭାବନା ନାହିଁ ତୁମକୁ ଦେଖିବା ପାଇଁ ବା ମନେ ପକେଇବାକୁ। ଆଜି ଏ ସଭାକୁ ଯେଉଁମାନେ କରିଛନ୍ତି, ସେ ବିଜୟ ହୁଅନ୍ତୁ ମୋର ବନ୍ଧୁ, ବା ଆପଣଙ୍କର ସୌମ୍ୟବାବୁ ହୁଅନ୍ତୁ, ବା ଆପଣଙ୍କର ଯେତେ ସବୁ ଅଛ ସମୟ ନାହିଁ କହିବା ପାଇଁ, ନାଁ ନେବା ପାଇଁ, ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ଏଇଥିପାଇଁ ଯେ ଏ ସଭାଟା କରିଥିବାରୁ ଆପଣମାନେ ଦେଖୁଛନ୍ତି ବା ମନେ ପକାଉଛନ୍ତି ବିଜୁ ବାବୁଙ୍କୁ। ତେଣୁ ବିଜୁ ବାବୁ ମରିଛନ୍ତି କୋଉଠି? ବିଜୁ ବାବୁ ଯିଏ ରହିଛନ୍ତି ଶତକୋଟି ଓଡ଼ିଆ ହୃଦୟରେ। ଜୀବିତ ବିଜୁ ପଟ୍ଟନାୟକ ଚିରକାଳ ଯିଏ ରହିଥିବ ଏହିପରି। ଆଉ ଦ୍ୱିତୀୟ ନେତା ଜନ୍ମ ହେବେ ନାହିଁ ଏହି ଭାରତରେ। ଇଣ୍ଡୋନେସିଆ ଯଦି ଆପଣ ଯାଇଥିବେ ଦେଖିବେ, ଏବଂ ଇଣ୍ଡୋନେସିଆ ପଠେଇଥିଲେ ପ୍ରସନ୍ନ ପାଠଶାହୀ ବିଜୁ ବାବୁ।
ମ୍ୟାଡାମ ଓକାକୁ ଫୋନ କଲେ, ଗଭର୍ଣ୍ଣର ଥିଲା, ମୋର ସକଳ ଦାୟିତ୍ୱ ନେଇଥିଲା, ମୋ ପକେଟରେ ପଇସା ନଥିଲା। ମୁଁ ଦେଖିଛି ତାଙ୍କୁ ସେଠି କିଭଳି ଭାବରେ ସାହସର ସହିତ ଏଭଳି ଭାବରେ ଲଢ଼େଇ କଲେ ପଣ୍ଡିତ ଜବାହରଲାଲ ନେହେରୁ କଳ୍ପନା କରିନଥିଲେ। ଏବଂ ସେ ଯେଉଁଭଳି ଭାବରେ ସେଇ ଜାହାଜ ଭିତରେ ମାନେ ଉଡ଼ାଜାହାଜରେ ତାକୁ ଉଦ୍ଧାର କରିଥିଲେ ଇଣ୍ଡୋନେସିଆର ସେଇ ନେତାଗଣକୁ, ସବୁର ଇତିହାସ କହିବାରେ ସମୟ ନାହିଁ ମୋର। କିନ୍ତୁ ଆପଣ ରଷିଆକୁ ଯାଉନାହାନ୍ତି, ଆପଣ ଚାଇନାକୁ ଯାଉନାହାନ୍ତି, ସବୁ ଯୁଦ୍ଧ ଭୂମିରେ କିଏ ପକେଇଥିବା ଖାଦ୍ୟ? କିଏ ବିଜୁ ପଟ୍ଟନାୟକ ଉଡ଼ାଜାହାଜରେ ନେଇକି ପକେଇଥିଲେ। ଏମିତି ଅନେକ କଥା ହେଇଛି, ଅଲିଖିତ ଲିଖିତ ହେଇକି ନାହିଁ। ଯିଏ ବା କହିବ ତାକୁ ଆପଣ ବିଶ୍ୱାସ କରିପାରିବେ ନାହିଁ। ତେଣୁ ବିଜୁବାବୁ, ଆପଣ ଯେଉଁଠି ଥାଆନ୍ତୁ, ଏଇଠୁ ପ୍ରଣିପାତ ହେଉଛି ଏଇ ମୂର୍ଖ ପ୍ରସନ୍ନ। ଏବଂ ଆପଣ ଗଲେ ମୋର ବାପାଙ୍କୁ ଦେଖିବା ପାଇଁ, ମୋର ଗାଁକୁ ପଳେଇଥିଲେ। ଆପଣ କାହିଁକି ଦେଖିବାକୁ ଯାଇଥିଲେ? ଆରେ ଲୋକଟା, ତୋ ବାପାଟା ଏତେ ବର୍ଷ 100 ଉପରେ ବଞ୍ଚିଛି, ଲୋକଟା କ'ଣ ଏତେ ଷ୍ଟ୍ରଙ୍ଗ ଅଛି, କ'ଣ ଖାଉଛି କି ରେ? ଆପଣ ଏଇ କଥା ପଚାରିବାକୁ ଯାଇଥିଲେ? ଆପଣ କହିଲେ ମୁଁ ଦେଖିବାକୁ ଚାହୁଁଛି ଗାଁ କେମିତି ଚାଲିଛି, ଗାଁର ମା ମାନେ କେମିତି ରହୁଛନ୍ତି, ପିଲାମାନେ ଶିଶୁମାନେ ତମେ କେମିତି ଖେଳୁଛ। ସେଭଳି ନେତା କାହିଁ ଯିଏ ଦେଖିବାକୁ ଯିବ ଗାଁ ଗହଳିକୁ। ଏବଂ ଏତେ ଗାଁ, ଏମିତି ଗାଁ ଭିତରେ ମୁଁ ଯେତେବେଳେ ଆପଣଙ୍କ ସହିତ ବୁଲିଛି, ଏତେ ବୁଲି ନଥିବେ କୋଉ ନେତା। ଆପଣ ସୁପୁତ୍ର ନବୀନ ବାବୁଙ୍କ ସହିତ ବୁଲେଇଛି, କ'ଣ କରିବି କହୁଛି, ମନ୍ତବ୍ୟ କରିଦଉଛି। ଆରେ ସେ କ'ଣ କହିଲା? ଜୋରରେ କୁହନ୍ତୁ। ଓହୋ, ଜୋରରେ କହିବାକୁ କ'ଣ ବା କହିବି? ଜୋରରେ କହିବାର କିଛି ଭାଷା ନାହିଁ। କହୁଥିଲେ ଏମିତି ଆପଣ ଶୁଣୁଥିବେ, କେହି ଜଣେ ଉଠିବେ ନାହିଁ। ଏଇଠି ସାର୍ କହିଛୁ ଆପଣଙ୍କୁ, ତାହା ହିଁ ହେଉଛି। ହଁ ବା ପୁରା ନା, ଆଉ ମୋ ଗଣ୍ଡରେ ବୋକା ଆଗକୁ ଦେଇଥାନ୍ତ କହୁଛ ଆଜ୍ଞା, କମେ ଅଛ ପୁରୁଣା ବନ୍ଧୁ ନାଇଁ। ଏଇଠି ମୁଁ ସାରିଦେବି। ଗୋଟେ ଜାଗାରେ ବିଜୁବାବୁଙ୍କର ମୋର, ଆପଣ ଜାଣିନାହାନ୍ତି, ଗୋଟେ ମୋ ଘର ଆଗରେ ଗୋଟେ ଥିଲା କୃଷ୍ଣାଚୂଡ଼ା ଗଛ। ସେଇ ଗଛ ସେ ଆସିବେ ରହିବେ, ସେଇ ଗଛରେ ତଳେ ବସିଥିବେ। ଜଣେ କୁଆଡ଼େ ସେ ବାବା କଲେ ନା ଆଜ୍ଞା ଟିକେ ଯୋଗ କରୁଛି, ନା ତ ଉଠାଅନି। ମୋ କାନରେ ପଡ଼ିଯାଏ, ମୁଁ ପଳେଇ ଆସେ। ଏବଂ ମୁଁ ଆପଣ କଳ୍ପନା କରିବେ, ଗୋଟେ ଲୋକ ଶୁଣୁଥିବାକୁ କହୁଛନ୍ତି ମୂର୍ଖ।